ଶିଶୁବାଟିକା କାର୍ଯ୍ୟ ନମ୍ବର 56। ପ୍ରସ୍ତୁତି ମନ୍ମଥ କୁମାର ମିଶ୍ର, ଉପସ୍ଥାପନା ମନ୍ମଥ କୁମାର ମିଶ୍ର ଆଉ ସମୀକ୍ଷା ରାଜୀବ ଲୋଚନ ପଣ୍ଡା। ଇନା ବିକାଶର ଦିଗ ହଉଛେ ଶାରୀରିକ ବିକାଶ। ପାଠ୍ୟକ୍ରମର ଲକ୍ଷ୍ୟ ହଉଛେ ନିଜକେ ସୁସ୍ଥ ନିରାପଦ ରଖବା ଲାଗି ଉପଯୁକ୍ତ ଅଭ୍ୟାସର ବିକାଶ କରବାଟା, ଆଉ ଦକ୍ଷତା ହଉଛି ଅସୁରକ୍ଷିତ ପରିସ୍ଥିତିକେ ବୁଝବେ ଆଉ ସାହାଯ୍ୟ ମାଗବେ। ଇନର ଶିକ୍ଷଣ ଫଳାଫଳ ହଉଛି ଅସୁରକ୍ଷିତ ଆଉ ସୁରକ୍ଷିତ ସ୍ପର୍ଶ ଭିତରେ ପାର୍ଥକ୍ୟ କେନ୍ତା କହିବେ। ତ ଆମେ ଜାଣିଛୁ ପିଲେ ଯଦି ଭଲ ଅଛେ ତାହେଲେ ମନ ବି ଅଛେ। ଏଣୁ ଇ ଭଲ ମନ ଭିତରେ ଆମେ ସମସ୍ତେ ଅଛୁ। ଇ ଭିତରେ ମୁଁ ସମସ୍ତେ ସ୍ୱାଗତ ଜଣାଇବି, ତୁମର ଶୁଭ ମନାସିବି ଆଉ ନିଶ୍ଚିତ ଭାବରେ ତୁମେ ଭଲ ଥିବା ଇ ଆଶା କରି କରି ଆମେ ଆରମ୍ଭ କରମା ଆଜି ଆଉ ଗୋଟେ ବିଷୟ ଗୋଟେ। ଦେଖ ପିଲେ ସବୁବେଳେ ସମାନ ସମୟ ନେଇଥାଏ। ଭଲ ସମୟ ବି ଆସି ମନ୍ଦ ସମୟ ବି ଆସି। ଆମେ ଯେନ୍ଟା ମନ୍ଦ ବୋଲୁଛୁ ସେଟା ଖରାପ ବି ବୋଲୁଛୁ। ତ ଇ ଛିଁବାଟା ବା ସ୍ପର୍ଶ ଏଇଟା ଦୁଇ ପ୍ରକାର ଅଛି। ତ ଗୋଟେ ହଉଛେ ଭଲ ସ୍ପର୍ଶ ଆଉ ଗୋଟେ ହଉଛେ ମନ୍ଦ ସ୍ପର୍ଶ। ଏଇନା ଦେଖ ଗୋଟେ ମାଟେ ଛୁଆଟେ ଅଛ, ଆଉ ଇନା ଦେଖ ଗୋଟେ ପିଲାଟେ ଗୋଟେ ଟୁକେଲ ପାଖେ ଠିଆ ହେଇଛି, କିନ୍ତୁ ଏଇ ଫଟୋ ଭିତରେ ଆମେ କିଛି ପାର୍ଥକ୍ୟ ଜାଣିପାରୁଛୁ ନା? ଦେଖ ଆମେ ଯଦି ଭଲ ଆଉ ମନ୍ଦ ଭିତରେ ପାର୍ଥକ୍ୟ ନେଇ ଜାଣମା ତାହେଲେ ଭଲ ତ ଭଲ ହେଇପାରେ, କିନ୍ତୁ ମନ୍ଦ ସ୍ପର୍ଶଟା ଯେନ୍ଟା ଆମର ଲାଗି କିଛି ଅପ୍ରୀତିକର ଘଟଣାକେ ନିମନ୍ତ୍ରଣ କରିପାରେ କିମ୍ବା ବିପଦକେ ଡାକି ଆଣିପାରେ। ସେଥିଲାଗି ଆମେ ନିହାତି ଭାବରେ ତାର ବିଷୟରେ କିଛି ଜାଣୁ। ଠିକ ଅଛି, ତ ଏ ଫଟୋଟାକେ ଟିକେ ଦେଖଲ। ଏଇନା ଫଟୋଟି କାଣା ହେଇଛି? ଗୋଟେ ମା ତାର ଛୁଆକେ ଆଉଁସୁସେ ଗାଲା କରୁଛି। ତ ଇନା ଦେଖ ଗୋଟେ ଅଜଣା ଲୋକଟେ ସେ ଛୁଆକେ ଚେଇଁଛେ, କିନ୍ତୁ ଇ ଦୁଇଟା ଫଟୋ ଭିତରେ ଟିକେ ପାର୍ଥକ୍ୟ ଟିକେ ଦେଖଲ ପିଲେ। ପ୍ରଥମ ଫଟୋରେ କାଣା ଅଛି ନା ଛୁଆଟା ଟିକେ ଖୁସ୍ ଜଣା ପଡୁଛି, ମା ପାଖେ ଅଛେ ନା। ତୁମେ ତୁମ ମା ପାଖେ ଥିଲେ କେନ୍ତା ଖୁସ୍ ଥାଇସ କି ନାଇଁ? ହେନ୍ତା ଇନେ ଯେନ୍ ଛୁଆଟା ଅଛେ ତା ମା ପାଖେ ଖୁସ୍ ଜଣା ପଡୁଛି। ଆଉ ଏଇ ଯେନ୍ ପାଖେ ଯେନ୍ ଦ୍ୱିତୀୟ ନମ୍ବର ଫଟୋ ଯେନ୍ ଆସିଲା ସେନେ ଛୁଆକେ ଟିକେ ଦେଖ ଡରଲା ମିତାଲ ନାଇଁ ଦିଶୁଛେ। ତ ଇ ଭିତରେ କହ ତ କେନ୍ଟା ଭଲ କେନ୍ଟା ଖରାପ? ନିହାତି ଭାବେ ଏଇ ଯେନ୍ ଫାର୍ଷ୍ଟ ଫଟୋଟା ଯେନ୍ ଆସିଲା ମା ପାଖେ ଛୁଆଟା ଯେନ୍ ଫଟୋ ଅଛେ ସେ ଫଟୋଟା ଆମକେ ଭଲ ଲାଗୁଛେ ନାଇଁ? ତମକୁ ଭଲ ଲାଗଲା ନା? କିନ୍ତୁ ଏଇ ଯେନ୍ ଫଟୋଟା ସେକେଣ୍ଡ ଫଟୋଟା ନା, ଏଇଟା ପୁରା ଖରାପ। ଆମେ ଏଇସବୁ ଜାଣବାକେ ଦରକାର। ଠିକ ଅଛି, ତ ଆଉ ଗୋଟେ ଫଟୋ ଦେଖ ପିଲେ। ଇନା ଦେଖ ମା ବୁଆର ପାଖେ ଛୁଆଟା କେନ୍ତା ଲାଡ଼ ହଉଛି। ହେଁ, ତ ଆଉ ଗୋଟେ ଫଟୋ ଦେଖ। ଇନା ଗୋଟେ ଟୁକେଲଟେ ଅଛି ଆଉ ସେ ପିଲାଟେ ଆସିବ ତାର କପଡ଼ା ଘିଚି ଦଉଛି। ତମକୁ କେନ୍ଟା ଭଲ ଲାଗଲା କହ ତ? ନିଶ୍ଚିତ ଭାବରେ ତମକୁ କେନ୍ଟା ଭଲ ଲାଗିଛି? ହଁ, ପ୍ରଥମଟା ଭଲ ଲାଗିଛି। ଛୁଆ ମା ବୁଆ ପାଖେ କେତେ ଖୁସିରେ ଅଛି, ତାଙ୍କ ଲାଡ଼ ଗାଲ ହଉଛନ୍ ଆଉ ଖୁସିରେ ଅଛନ୍। ଆମ ଫଟୋଟା ଭଲ ଲାଗଲା। ଆଉ ଏଇ ଯେନ୍ ଇ ପ୍ରକାର ଫଟୋ ଯେନ୍ଟା ସେକେଣ୍ଡଟା ଯେନ୍ ଦିଆ ହେଇଛି ଦ୍ୱିତୀୟ ନମ୍ବରଟା ଫଟୋ, ସେନେ ଦେଖ ପିଲାଟେ ଟୁକେଲ ଗୋଟେ କପଡ଼ା ଘିଚୁଛି। ଏଇଟା ଗୋଟେ ଅନିଚ୍ଛା ସତ୍ତ୍ୱେ ଆମେ କାହାକେ ଛୁଇଁବାଟା ଏସବୁ ନିହାତି ଭାବରେ ଭଲ କି ଖରାପ ଏଇଟା ଆମେ ନିହାତି ଜାଣମା। ଆଉ ଯେନ୍ଟା ଭଲ ସେଟା ଆମେ କରମା, ଯେନ୍ଟା ମନ୍ଦ ସେନୁ ଆମେ ଦୂରେଇ ରହମା। ଠିକ ଅଛି, ହେଲେ ଭଲ ସ୍ପର୍ଶ କେନ୍ଟା ଆଉ ଖରାପ ସ୍ପର୍ଶ କେନ୍ଟା ଚାଲ ଆଗକେ ଦେଖିମା। ଦେଖ ଆମେ ଚିହ୍ନବା ଆଗରୁ ଆମେ ଟିକେ ମନେ ରଖମା ଯେ ଭଲ ସ୍ପର୍ଶଟା ଆମର ଲାଗି ଠିକ ହେଇପାରେ, କିନ୍ତୁ ମନ୍ଦ ସ୍ପର୍ଶ ଆମର ଲାଗି ବିପଦ କିମ୍ବା ଅପ୍ରୀତିକର ଘଟଣାକେ ଡାକବା। ଆମର ଶରୀର ବା ଆମର କାଗଜ ଯେନ୍ଟା ଆମର ନିଜରେ ଇ ଜିନିଷଟା ଆମେ ବୁଝିପାରମା। ଯେକୌଣସି ଜାଗାରେ ବି, ଯେକୌଣସି ସ୍ଥାନରେ ବି, ଯେକୌଣସି ଲୋକର ଦ୍ୱାରା ବି କିଛି ମନ୍ଦ ଉଦ୍ଦେଶ୍ୟ ଥାଇକରି ସ୍ପର୍ଶ ହେଇପାରେ। ଆମେ ସେ ସବୁ ଭଲ କରି ବୁଝମା। ଆଉ ଭଲ ସ୍ପର୍ଶ କାଣା ମନ୍ଦ ସ୍ପର୍ଶ କାଣା ନିହାତି ଭାବରେ ଆମେ ଜାଣମା। ଏଇଟା ଆମର ଜାଣବାଟା ଜରୁରୀ ଅଛି। ଠିକ ଅଛି, ତ ଦେଖ ପହଲା ଆମେ ଜାଣମା, ସଜାଗ ରହମା, ତେବେ ଯୁଗରେ ଆମେ ସୁରକ୍ଷିତ ରହିପାରମା। ଓକେ, ତ ଆମେ ଏଇ ଯେନ୍ ଚାରିଟା ବିଷୟ କହିଲୁ ତାର ପରେ ଆମେ ବାଛି ନେମା ଯେ କେନ୍ ଜାଣିନେମା ଯେ କେନ୍ଟା ଭଲ ଆଉ କେନ୍ଟା ଖରାପ। ଠିକ ଅଛି, ତ ଦେଖ ଇନା ଗୋଟେ ଫଟୋ ଆସିଲା। ଦେଖ କାଣା ହଉଛି ଏଇନେ
ଇନା ଗୋଟେ ଫଟୋ ଦେଖିଥ, ଇନା ଗୋଟେ ଫଟୋ ଅଛି ଦେଖ, ଇନା କାଣା ହଉଛି, ଇନା ଇଟା ଗୋଟେ ପ୍ରକାର ଫଟୋ, ଆଉ ଇନେ ଗୋଟେ ପ୍ରକାର ଫଟୋ, ଆଉ ଇନେ ଗୋଟେ ପ୍ରକାର ଫଟୋ ଅଛି। ପାଞ୍ଚଟା ଫଟୋ କାଁ ଭଲ କରି ଦେଖିନା। ପହଲା ଫଟୋ କାଣା ହଉଛି ଦେଖ, ପହଲା ଫଟୋରେ ଆମର ପିତାମାତାଙ୍କର ଆଲିଙ୍ଗନ ହଉଛି, ପିଲାକେ ତାର ମାତା ପିତା ଆଲିଙ୍ଗନ କରୁଛନ୍, ପୁଟଲେଇ କରି ଧରୁଛନ୍, ଭଲ ଲାଗୁଛେ। ଇନେ ଦେଖ ଦୁଇ ସାଙ୍ଗ ହାତ ମିଲଉଛନ୍ ବା କରମର୍ଦ୍ଦନ କରୁଛନ୍, ଦେ ତାଲି ବୋଲୁଛନ୍, ତମେ ବି କରସ ନା, କେନ୍ତା ଲାଗୁଛି। ହୁଁ ତୃତୀୟ ନମ୍ବର ଫଟୋକେ ଦେଖିଦାମ, ତୁମେ ଯେତେବେଳେ କିଛି ଭଲ କାମ କରସ, ତୁମର ଗୁରୁଜୀ ତମକେ ପିଠି ଥପାସନ୍, ସାବାସ ବେଟା ବୋଲସନ୍, କହିସନ୍ କି ନାଇଁ। ଯଦି କିଛି ଗୋଟେ ଭଲ ଆନ୍ସର ଦେବ ତାହେଲେ ତମକେ ସାବାସ ବୋଲସନ୍। ଆଉ ଇନେ ଦେଖ ତୁମର ଜେଜେମା ଜେଜେ ବାପା ତମକୁ ଯେତେବେଳେ କାଣା ଗୋଟେ ଭଲ କାମ କଲ, ତାଙ୍କେ ପାଦ ଛୁଇଁଲ, ତମକୁ ଆଶୀର୍ବାଦ ଦେସନ୍, ମୁଡ଼କେ ସୁଆରି ଦେସନ୍, ଖୁସି ଲାଗ୍ସି ନା। ଠିକ। ଆଉ ଯେତେବେଳେ କିଛି ଦେହି ଖରାପ, ଦେହି ଯଦି ବିଗିଡ଼ି ଗଲା, ସେତେବେଳେ ଡାକ୍ତର ତୁମକୁ ବି ଚେକ୍ କରସନ୍, ସେନା ବିଭିନ୍ନ ଜାଗାକେ ଛୁଇଁ କରି ଚେକ୍ କରସନ୍। ଇସବୁ କହ ତ, ଇସବୁ ଭଲ କି ଖରାପ, ଭଲ କି ମନ୍ଦ କୁହ ଟିକେ। ହଁ ନିଶ୍ଚିତ ଭାବରେ ତୁମେ ଜାଣିପାରିଲ ଇଟା ହଉଛେ ଭଲ ସ୍ପର୍ଶ। ହେଲେ ଇ ସ୍ପର୍ଶକେ ଆମେ ଠିକ ନାମା ଆମେ କହିପାରୁ, କିନ୍ତୁ ଅଜଣା ବ୍ୟକ୍ତି ଯଦି ଗାଲ ଛୁଇଁବା, ଯଦି ସମ୍ବେଦନଶୀଳ ସ୍ଥାନରେ ଯଦି ହାତ ଦେବା, ଆମର ଯେନ୍ଟା ଆମର ନିଜର ଜାଗା, ଆମେ କାହାକେ ଛୁଇଁବାକେ ନେଇ ଦଉ, ସେ ଜାଗା ଯଦି ହାତ ଦେବା, କିମ୍ବା ପିଠିରେ ଯଦି ହାତ ବୁଲେଇବା, ଛୁଆଁରବା, ଅଜଣା ଲୋକଟେ ହଉ କି ଜଣା ଲୋକଟେ ହଉ, ଆମେ ଟିକେ ଦେଖମା, ତାର ଉଦ୍ଦେଶ୍ୟ ଟିକେ ଦେଖବାକେ ପଡବା। କିମ୍ବା ତା ଟଣ୍ଟିକେ ସୁଆଁରବା, ତମେ ନାଇଁ ବୋଲୁଥିବ, ଅନିଶା ସତ୍ତ୍ୱେ କିଏ ଗୋଟେ ଚକଚକାନି ଧରବା, କିନା ଅଜଣା ବ୍ୟକ୍ତି ଜନା ନେଇ ଚିନା ନେଇ ଆସିକରି ତୁମକୁ ପୁଟଲେଇ ପକାବା, ଇ ସବୁ ବିଲକୁଲ ଭଲ କି ଖରାପ କହ। ଏ ଦେଖ ଇ ଫଟୋଟାକେ ଦେଖିନିଅ, ସେ ଗୋଟେ ଗାଲକେ ଘିଚି ନାଲାନ, ମାଡ଼ ବି ଲାଗୁଛନ୍। ଇନା ଦେଖ ଛୁଆକେ ଗାଲ ଘିଚୁଛେ, କାନ ଘିଚୁଛେ, କେନ୍ତା କରି ପିଟୁଛେ। ଇନା ଦେଖ କିଏ ଗୋଟେ କାର ସାର୍ଟକେ ଘିଚଲା, କେନ୍ ଜାଗାରେ ହାତ ଦେଲା, ଆଉ ଏଇଠି ଦେଖ ଛୁଆର ପୋଷାକ ପତ୍ର ଟଣା ଉଟରା କରବାଟା, ଇସବୁ କାଣା ତମକୁ ଭଲ ଲାଗୁଛେ? ତମେ ଲାଗୁଛି ଏସବୁ ଭଲ ସ୍ପର୍ଶ ବୋଲି କରି? ନା, ଠିକ କହିଛ, ବିଲକୁଲ ବିଲକୁଲ ଭଲ ନୁହେଁ ସେ। ଇ ସବୁ ହଉଛନ୍ ମନ୍ଦ ସ୍ପର୍ଶ। ହେଥିଲାଗି ଆମେ ଏନ୍ତା ସବୁ ଜିନିଷ କେନେ ମନ୍ଦ ହଉଛେ, କେନେ କାଣା ହଉଛେ ଆମେ ଜାନମା। ତ ଯେତେବେଳେ ବି କିଛି ମନ୍ଦ ହେଲା, ତାହେଲେ ଆମେ କାଣା କର ମନେ ରଖମା, ଏଇଟା ଆମର ଲାଗି ବହୁତ ଜରୁରୀ। ସିଧାସଳଖ ମନା କର୍ମା ନା, ଯେ ଯଦି ଏନ୍ତା କଲା ଆମେ ପୁରାପୁରି ମନା କର୍ମା, ଏସବୁ ନାଇଁ ଚଲେ। ଆମେ ପାଟି କର୍ମା, କିଲାମା, ଏସବୁ ଜିନିଷ ହବାକେ ନାଇଁ ଦମା। ସେ ସ୍ଥାନରୁ ସାଙ୍ଗେ ସାଙ୍ଗ ଆମେ ଦୌଡ଼ି କରି ପଲାମା, ସେ ସ୍ଥାନରେ ସେ ଜାଗାରେ ଆଉ ନେଇ ରହୁ। ଯେନ୍ ବି କଥା ହେଲା ଆମେ ନିଶ୍ଚୟ ଆମର ମା ବାପାକେ ଜଣାମା, ମା ବାପାକେ କିଛି ଲୁଚେଇକି ରଖବାର ଦରକାର ନା, ସାଙ୍ଗେ ସାଙ୍ଗେ ନେଇକରି ଜଣାମା। ଆଉ ଯେନ୍ ଲୋକଟା ଏନ୍ତା ସ୍ପର୍ଶ କରୁଛେ, ତାଠାରୁ ଆମେ ଯେତେ ପାରୁଛୁ ହେତ୍କି ଦୂରେ ହିଁ ରହମା। ଠିକ ଅଛେ। ତ ଏବେ କାଣା କର୍ମା ତ ଜାଣିଲେ, ଆମେ କାଣା ନାଇଁ କର୍ମା ସେଟା ବି ଜାଣିଯିମା। ଠିକ ଅଛେ। ଦେଖ ପହଲା କଥା, ଆମେ ଚୁପ୍ କେବେ ବି ନେଇ ରହମା, ଚୁପ୍ ରହିବାଟା ଖରାପ। ଯାହା ହଉଛି ଆମେ ନିଶ୍ଚୟ ଜଣାମା। ଆମେ କେବେ ବି କୌଣସି ଜିନିଷକେ ଲୁଚାମା ନାଇଁ, ସିଧା ସିଧା କହମା। ଆମେ ଅନ୍ୟର କୌଣସି ଜିନିଷ ଦ୍ୱାରା ପ୍ରଲୋଭିତ ନେଇ ହେମା। ଏନ୍ତା ବି ଲୋକ ଥିସନ୍, ଯେତେବେଳେ ତମକୁ କିଛି ଦେଖେଇବେ, ଚକୋଲେଟଟେ ଦେଖେଇଲେ କି କାଣା ଗୋଟେ ଭଲ ଜିନିଷ ଦେଖେଇଲେ, ଆଉ ସେ ବାହାନାରେ ବି କିଛି ମନ୍ଦ ସ୍ପର୍ଶ କରିପାରନ୍। ସେଥିଲାଗି ଆମେ ଅନ୍ୟ ଜିନିଷ ଦ୍ୱାରା ପ୍ରଲୋଭିତ ଯେନ୍ତା ନେଇ ହେମା। ଆଉ ଗୋଟେ ଜିନିଷ ହଉଛି ସହି ଯିବାଟା। ଆମେ କାଁ ଯେ ସହାମା, ଆମର ଶରୀର ଆମରେ, ଆମର ଗାଗର ଆମରେ, ତ ମନ୍ଦ ସ୍ପର୍ଶ କିଏ କଲେ ଆମେ ସହାବା କାଁ ଯେ? ଆମେ ନିହାତି ଭାବରେ ସହାମା ନେଇ, ଆମେ ସାଙ୍ଗେ ସାଙ୍ଗ ତାଙ୍କେ ମନା କର୍ମା, କିଲାମା, କିମ୍ବା ବାପା ମାକେ ଜଣାମା, ଯାହା ବି କର୍ମା। କିନ୍ତୁ ସହିଯିବା, ହଁ ଏନ୍ତା ତ ହେସି, ଏନ୍ତା ନେଇ ହେଇପାରେ। ତ ଆଉ ଗୋଟେ ଜିନିଷ ହଉଛି ପ୍ରଶ୍ରୟ ଦେବାଟା। ଇ ଜିନିଷ ହଉ ଆମେ କେବେ ନେଇ ଚାହୁଁ, ଇ ଜିନିଷକେ ଆମେ କେବେ ବି ହାବାକେ ନେଇ ଦଉ। ଆମେ ଥରେ ଚୁପ୍ ପଡଲୁ, ହାବାକେ ଦେଲୁ, ତ ଏନ୍ତା ଜିନିଷ ହଉଥିବା। ହେଥିଲାଗି ଆମେ କେବେ ବି ଏଇ ଜିନିଷକେ ପ୍ରଶ୍ରୟ ନେଇ ଦଉ, ଅର୍ଥାତ୍ ହାବାକେ ନାଇଁ ଦାମା। ତ ଯଦି ଇ ସବୁ କାଣା କର୍ମା, କାଣା ନେଇ କର୍ମା, ଏସବୁ ଜାଣିପାରମା, ବୋଲେ ଆମେ ସେ ଜୀବନରେ ବି, ଆମର ଜୀବନରେ ବି ଆମେ ତାକେ ଲାଗୁ କର୍ମା। ଠିକ ଅଛେ। ତାହେଲେ ଆଜି ଆମେ କାଣା ଶିଖିଲେ? ହଁ,
ଆମେ ଶିଖିଲେ ଭଲ ସ୍ପର୍ଶ କାଣା ଏ ଭଲ ସ୍ପର୍ଶ କେନ୍ କେନ୍ଟା କୁହାଯାଇସି ମନ୍ଦ ସ୍ପର୍ଶ କେନ୍ଟା ଯେନ୍ଟା ଖରାପ ମନ୍ଦ ଯେନ୍ଟା ଖରାପ ସେଟା ମନ୍ଦ ସ୍ପର୍ଶ କେନ୍ଟା ଆମେ ଜାଣିପାରିଲୁ ମନ୍ଦ ସ୍ପର୍ଶ ଭଲ ସ୍ପର୍ଶ ମାନେ କିଏ କିଏ କରସନ୍ କେନ୍ ପରିସ୍ଥିତିରେ କରସନ୍ ସେ ସବୁ ଆମେ ଜାଣିପାରିଲୁ ଆଉ ମନ୍ଦ ସ୍ପର୍ଶ ବି କିଏ ମାନେ କରସନ୍ ସେ ବିଷୟରେ ଜାଣିପାରିଲୁ ଆଉ କେନ୍ କେନ୍ ଜାଗାରେ ହେଇପାରିଲେ ସେଟା ବି ଜାଣିପାରିଲୁ ଏଣୁ ଇ ବିଷୟରେ ଆମେ ନିଶ୍ଚିତ ଭାବରେ ଆମେ ସଜାଗ ରହମା ତେବେ ଯୁଗ ଆମେ ସୁରକ୍ଷିତ ରହମା ତ ଜାନବାଟା ଜନେଇବାଟା ଆମର କାମ ଆଉ ନିଜକେ ସୁରକ୍ଷିତ ରଖବାଟା ବି ଆମର ଦାୟିତ୍ୱ ତ ଆମେ କେବେ ବି ଇ ସବୁ ଜିନିଷକେ ମନ୍ଦ ସ୍ପର୍ଶକେ ପ୍ରଶ୍ରୟ ନେଇ ଦେମା ଆଉ ଯେନ୍ଟା ଭଲ ସ୍ପର୍ଶ ଅଛି ଆମେ ଖୁସିରେ ସେ ସ୍ପର୍ଶର ଅନୁଭବ କରମା ତାହେଲେ ଆଜି ଲାଗି ଏତିକି सबको मोर अशेष अशेष धन्यवाद सबको जनवा सब जानवा अब सबके जनामा सुरक्षित रहमा और भल रहमा धन्यवाद।